ମୋ ନାଁ ଗୋବିନ୍ଦ ଚନ୍ଦ୍ର ବଡ଼ପଣ୍ଡା। ମୁଁ ଶ୍ରୀ ଜଗନ୍ନାଥଙ୍କର ସୁଭଦ୍ରା ମାଙ୍କର ବଡ଼ ମଝିଆଡ଼ ସେବକ। ଆଜି ମହାପ୍ରଭୁଙ୍କ ସୁନାବେଶ କଣ କଣ ରଥ ଉପରେ ନୀତିକାନ୍ତି ହେଇଛି ଆପଣଙ୍କର? ବର୍ତ୍ତମାନ ସକାଳ ଧୂପ ସରି ମଧ୍ୟାହ୍ନ ଧୂପ ଶେଷ ହୋଇଛି। ତାପରେ ସର୍ବାଙ୍ଗ ଚନ୍ଦନାଗି ଆଉ ଆମର ସନ୍ଧ୍ୟା ଆଳତି ସମ୍ପନ୍ନ ହେଲା ପରେ ବେଶ ପ୍ରକ୍ରିୟା ଆରମ୍ଭ ହେବ। ବେଶରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନ ବେଶ ସରିଲା ପରେ ସନ୍ଧ୍ୟା ଧୂପ ସମ୍ପୂର୍ଣ୍ଣ ହେବେ। ସନ୍ଧ୍ୟା ଧୂପ ପରେ କିଛି ସମୟ ଭକ୍ତମାନଙ୍କୁ ଦର୍ଶନ ମିଳିବ। ତାପରେ ବେଶ ଓଲାଗି ହେବ, ଅନ୍ୟାନ୍ୟ ନୀତି ହେବ। ଆଜି ମହାପ୍ରଭୁଙ୍କ ନିକଟରେ ଯୋଉ ଭୋଗ ଲାଗୁଛି, କଥାରେ ଅଛି କି ଶୁଖିଲା ଭୋଗ ଲାଗେ। ହଁ, ଶୁଖିଲା ଭୋଗ ଲାଗେ। ଆଉ ଚୂଡ଼ା ଆଶା କଦଳୀ ନାନାଦି ପ୍ରକାର ଭଜା ଯୋଉମାନେ ସବୁ ଘରେ କରନ୍ତି ସେଗୁଡ଼ା ଭୋଗ କରିକି ଆଜି ଖାଆନ୍ତି। ଆଉ ଯେହେତୁ ଏକାଦଶୀ ଉପବାସରେ ଅନ୍ନ ବର୍ଜନ ଅଛି, ତେଣୁ ଜଗନ୍ନାଥଙ୍କ ପାଖରେ ଅନ୍ନ କେବଳ ଖାଇପାରିବେ ମନ୍ଦିର ଭିତରେ। ମନ୍ଦିରରେ ଅନ୍ନ କେବଳ ଖାଇପାରିବେ, ଅନ୍ୟ ଘର ଭିତରେ ଅନ୍ନ ଖାଇବା ବର୍ଜନୀୟ। ତେଣୁ ଏଠି ଶୁଖିଲା ଭୋଗ ହିଁ ଆଜି ହେବ। ଆଉ ଏଇ ଶୁଖିଲା ଭୋଗ ସମସ୍ତ ସେବକ ମାନେ ଖାଇବେ। ଆଉ ଅନ୍ୟାନ୍ୟ ସେବକ ଯେଉଁମାନେ ଏକାଦଶୀ ବ୍ରତ ବି ପାଳନ କରୁ ସେମାନେ ବି ଫଳମୂଳ ଏଇ ଭୋଗ ଖାଇକି ଦିନଟା ବିତରଣ କରିବେ। ଚୂଡ଼ା ଘଷା ସାଧାରଣ ଲୋକ ଜଗନ୍ନାଥଙ୍କୁ ସମର୍ପିତ କରନ୍ତି, କାରଣ ମହାପ୍ରଭୁ ଆଜି ଚୂଡ଼ା ଘଷା ଖାଆନ୍ତି। ଯେମିତି ନୀଳାଦ୍ରି ବିଜୟରେ ରସଗୋଲା ଭୋଗ ହୁଏ, ସେମିତି ଆଜି ଚୂଡ଼ା ଘଷାଟା ସ୍ପେଶିଆଲି ଜଗନ୍ନାଥଙ୍କ ଏକାଦଶୀ ଭୋଗ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗେ। ଆଉ ଲୋକମାନେ ତାକୁ ପାଇକି ଆନନ୍ଦରେ ଏକାଦଶୀ ଉପବାସ ସମ୍ପନ୍ନ କରନ୍ତି। ଠିକ୍ ଅଛି, ଜୟ ଜଗନ୍ନାଥ।